ସଂସ୍କୃତିର ରଙ୍ଗଶାଳା, ସୌନ୍ଦର୍ଯ୍ୟର ଗନ୍ତାଘର, ମାଧୁରୀ ମାର ଆଗାର ତଥା ବସନ୍ତ ଋତୁର ସାମ୍ବସାରିକ ରସ ଉତ୍ସବର ପୀଠସ୍ଥଳୀ। ଆଜିର ଏହି ଶୀତଳ ସ୍ନିଗ୍ଧ ମଧୁବରା ରସମୟ ପରିବେଶ ମଧ୍ୟରେ ଅବସ୍ଥିତ ମା ବାସନ୍ତୀ ଦେବୀଙ୍କ ଚରଣ ଅରବିନ୍ଦରେ ଅନନ୍ତ କୋଟି କରୁଣା ଭିକ୍ଷା କରୁଅଛି। ସମ୍ମାନନୀୟ ସଭାପତି ମହୋଦୟ, ପରମେଶ୍ୱରଙ୍କ ଅବତାର ବିଚାରକ ମଣ୍ଡଳୀ, ଉପସ୍ଥିତ ଥିବା ବିଦ୍ୟୁତ ମଣ୍ଡଳୀ ତଥା ଆକର୍ଷଣର ଅଧିକାରୀ, ମୋର ପ୍ରତିଯୋଗୀ ବନ୍ଧୁଗଣ, ସବୁଠାରୁ ବେଶୀ କୃତଜ୍ଞତା ଜ୍ଞାପନ କରେ ଏତେ ବଡ଼ ଅନୁଷ୍ଠାନ ଆୟୋଜନ କରିଥିବା ବାସନ୍ତୀ ମାତା ପୂଜାର୍ଚ୍ଚନା ସମିତିର ସମସ୍ତ ଉଦ୍ୟୋକ୍ତା ଗଣଙ୍କୁ। ମୋ ଭଳି ଅକିଞ୍ଚନ ବାଳିକାକୁ ଦଶରଥ ଓ କୌଶଲ୍ୟାଙ୍କ କୁଳ ନନ୍ଦନ, ଅଯୋଧ୍ୟାର ମୌଡ଼ମଣି, ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଷୟବସ୍ତୁ ବ୍ୟକ୍ତ କରିବା ଅଥଳ ସାଗରରେ କାତ ପାଉନଥିବା ଆହୁଲା ସଦୃଶ ସମୟ। ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଥ ଅଧ୍ୟାୟର ସପ୍ତମ ଶ୍ଲୋକରେ ଗୋଟିଏ ପଦ ଲେଖା ଅଛି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନାମ୍ୟ ଧର୍ମସ୍ୟ ତଦାତ୍ମାनं ସୃଜାମ୍ୟହଂ ପରିତ୍ରାଣାୟ ସାଧूनां विनाशाय च दुष्कृतं धर्म संस्थापनार्थाय संभवामि जुगे जुगे। अर्थात सत्य ତ୍ରେତୟା ଦ୍ୱାପର କଳି, ଏହି ଚାରି ଯୁଗରେ ପାପୀଙ୍କୁ ବିନାଶ କରି ଧର୍ମକୁ ସ୍ଥାପନ କରିବା ପାଇଁ ଜଣେ ଜଣେ ଈଶ୍ୱର ନର ରୂପ ଗ୍ରହଣ କରିଥାନ୍ତି। ସେଥିମଧ୍ୟରୁ ତ୍ରେତୟା ଯୁଗର ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର ଅନ୍ୟତମ। ପୂର୍ଣ୍ଣ ପବିତ୍ର ବିଶାଳ ଆର୍ଯ୍ୟବର୍ତ୍ତ ଭାରତବର୍ଷର ପ୍ରତ୍ୟେକ ଧୂଳିକଣା ଆଧ୍ୟାତ୍ମିକ ଭାବଧାରାର କଥା କହେ। ଯେପରି ରାମଙ୍କ ଭକ୍ତ ହନୁମାନ, ସୀତାଙ୍କ ଦେବଦୂତ ଲକ୍ଷ୍ମଣ, ରାମଙ୍କ ଅନୁଗତ ଅନୁଜ ଭରତ ଏବଂ ଶତ୍ରୁଘ୍ନ। ଏକଦା ରାଜା ଦଶରଥ ଗୋଟିଏ ବଡ଼ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କର ମଝିଆ ରାଣୀ କୈକେୟୀ ତାଙ୍କର ସେବା କରି ତାଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିଥିଲେ। ସେତେବେଳେ ରାଜା ଦଶରଥ କୈକେୟୀଙ୍କୁ ଦୁଇଟି ବର ଦେବା ପାଇଁ ଅଙ୍ଗୀକାର କରିଥିଲେ। ଯେତେବେଳେ ରାଜା ଦଶରଥ ଅଯୋଧ୍ୟାର ରାଜା ରାମଚନ୍ଦ୍ରଙ୍କୁ କରିବା ପାଇଁ ପ୍ରସ୍ତାବ ଦେଲେ, ସେତେବେଳେ କୁମନ୍ତ୍ରଣ ଦାୟିନୀ ମନ୍ଥରା ବୁଦ୍ଧିରେ ପଡ଼ି କୈକେୟୀ ଦୁଇଟି ନିଷ୍ଠୁର ବର ମାଗି ବସିଲେ। ପ୍ରଥମ ବର ଭରତ ଅଯୋଧ୍ୟାର ରାଜା ହେବେ ଏବଂ ଦ୍ୱିତୀୟ ବର ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର 14 ବର୍ଷ ବନବାସ ଯିବେ। ମୋର କହିବାର କଥା, ମୋର ମା ଭଉଣୀ ମାନଙ୍କୁ ମନ୍ଥରା ଭଳି ଦୁଷ୍ଟ ନାରୀଙ୍କ କଥାରେ ପଡ଼ି ଏଭଳି ନିଷ୍ଠୁର କର୍ମ କରନ୍ତୁ ନାହିଁ, ଯାହା ଫଳରେ ସେମାନଙ୍କୁ ଭବିଷ୍ୟତରେ ପସ୍ତାଇବା ପାଇଁ ପଡ଼ିବ। ହେ ଭାଇମାନେ, ଏଭଳି ଭାଇ ହୁଅନ୍ତୁ ଯେଭଳି ଭରତଙ୍କ ଭଳି ବଡ଼ ଭାଇଙ୍କର କଠୋର ପୂଜା କରିବାକୁ ମଧ୍ୟ ପଛାଇବେ ନାହିଁ। ଭାଉଜମାନଙ୍କର ଲକ୍ଷ୍ମଣ ପରି ଏଭଳି ଦିଅର ହୁଅନ୍ତୁ ଯେଭଳି ଭାଉଜମାନଙ୍କୁ ଦେବୀ ମାଙ୍କ ଭଳି ପୂଜା କରିବେ। ଆଜିର ଦୁନିଆରେ ମଣିଷମାନେ ନିଜର ସ୍ୱାର୍ଥ ପାଇଁ ସତ୍ୟ ଅଧର୍ମକୁ ଭୁଲି ଯାଇ ରାବଣଙ୍କ ଭଳି ରାକ୍ଷସ ସାଜି ସତୀ ସୀତାମାତାଙ୍କୁ ହରଣ କରି ନେଇଥିଲା। ସେଇଭଳି ଆଜିର ସମାଜରେ ରାବଣ ପରି କେତେକ ନରପାପୀ ରାକ୍ଷସମାନେ ନାରୀମାନଙ୍କୁ ଧର୍ଷଣ କରି ସମଗ୍ର ନାରୀ ଜଗତକୁ କଳୁଷିତ କରିବାରେ ଲାଗିଛି। ଆମ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷା ଅନୁସାରେ ସେହିଭଳି ଲୋକମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବା ଉଚିତ। କଠୋର କର୍ତ୍ତବ୍ୟ ଆଗରେ ପିତା ମାତା ଭାଇ ଭଗିନୀ ସ୍ନେହ ମମତା କାହାର ମୂଲ୍ୟ ନାହିଁ। 100ରୁ 70 ଭାଗ ଲୋକ ଏଠି ନିଶାସକ୍ତ। ମଦ ସାଜିଛି ମଣିଷର ରିପୁ। ହେ ବିଦୁଷ ମଣ୍ଡଳୀ, ଆପଣମାନେ ଭାବନ୍ତୁ, ମଦୁଆ କଣ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର ହୋଇପାରିବ? ତାଙ୍କ ପାଖରେ ଥିଲା ଅସାଧ୍ୟ ସାଧନା, କଠୋର କର୍ତ୍ତବ୍ୟ, ନିଷ୍ଠା, ସତ୍ୟପରାୟଣ ଏବଂ ନମ୍ର। ଆମ ପାଖରେ ସେ ଗୁଣ କାହିଁ? ଅଳସୁଆ ମଣିଷ ଆଜି ଗରିବ ନାଁରେ କଳଙ୍କ, ଭିକାରୀର ରୂପ ସଜାଇ ଦେଇଛି ସରକାରଙ୍କ ମାଗଣା ଚାଉଳର ମୋହ। ଅଧିକାଂଶ ଲୋକ ଏଠି ହିଂସା ପରାୟଣ। ଏଭଳି ହେଲେ ଦସ୍ୟୁ ରତ୍ନାକର ଭଳି ଆମ ମୁହଁରୁ ରାମ ଉଚ୍ଚାରଣ ବଦଳରେ ମରା ଉଚ୍ଚାରଣ ହେବ, ଏଥିରେ ସନ୍ଦେହ କରିବାର କିଛି ନାହିଁ। ମୁଁ ଏତିକି କହି ମୋର କ୍ଷୁଦ୍ର ବକ୍ତବ୍ୟକୁ ଶେଷ କରୁଛି। ବାସନ୍ତୀ ମାତା କି ଜୟ। ଧନ୍ୟବାଦ। ଅଗ୍ନିବର୍ଷ ଭାଷଣରେ ଆମେ ମୁଗ୍ଧ ସୁନ୍ଦର ରାମଙ୍କ ଉପରେ ତାଙ୍କର ବକ୍ତବ୍ୟ ରଖିଲେ। ଜୟ ଶ୍ରୀ ପଣ୍ଡା।